କାଲି ଆମେ ସେ ଯେଉଁ ଠେକୁଆ ଯାଉଥିଲା ତ କିପରି ଭାସୁରକ ସିଂହକୁ ମାରିବ ତାର ସେ ପ୍ଲାନ୍ କରି ଯାଉଥିଲା। ତ ଆମେ ଏଇ ଭିଡ଼ିଓରେ ତାପରେ ଆମେ ଯାହା ଅଛି ସେସବୁ ଦେଖିବା। ଅଥାସୋ ଦିନ ଶେଷେ ଭାସୁରକ ସମୀପମ୍ ପ୍ରାପ୍ତଃ। ସେ ଠେକୁଆ କ'ଣ କଲା ନା ସେ ଭାସୁରକ ସିଂହକୁ କିପରି ମାରିବ ତାର ବଧ ଉପାୟ ଚିନ୍ତା କରି ଦିନ ଶେଷେ ମାନେ ସନ୍ଧ୍ୟା ସମୟରେ ଭାସୁରକ ସିଂହ ପାଖକୁ ପହଞ୍ଚିଲା। ସିଂହ ଅପି ବେଳାତିକ୍ରମେଣ କ୍ଷୁତ୍କ୍ଷାମ କଣ୍ଠଃ କପାବିଷ୍ଟଃ ବ୍ୟଚିନ୍ତୟତ୍। ତାପରେ କ'ଣ ହେଲା, ସିଂହ ମଧ୍ୟ ଯେତେବେଳେ ଲେଟ୍ ହେଇଯାଇଛି ସେତେବେଳେ ସେ କ'ଣ କଲା, କ୍ଷୁତ୍କ୍ଷାମ କଣ୍ଠ ମାନେ ଭକିଲା କଣ୍ଠ ଯେଉଁ ଭଳିଆ ବା ଧୀର କଣ୍ଠରେ, ଆଉ କପାବିଷ୍ଟ ରାଗି ଯାଇକି ବ୍ୟଚିନ୍ତୟତ୍ ମାନେ ଚିନ୍ତା କଲା। ଓହୋ ପ୍ରାତରାହାରାୟ ନିଃସତ୍ତ୍ୱଂ ବନଂ ମୟା କର୍ତ୍ତବ୍ୟମ୍। ନା ସେ କ'ଣ କହୁଛି ଭାସୁରକ ସିଂହ, ନା ସକାଳ ଖାଇବାରେ ଥିଲା କିନ୍ତୁ କ'ଣ କଲେ ନା ଆଜି ମୋତେ ପୁରା ଉପାସରେ ରଖିଦେଲେ ବା ଭୋକରେ ରଖିଦେଲେ। ଏବଂ ଚିନ୍ତୟନ୍ତସ୍ୟ ଶଶକ ମନ୍ଦଂ ମନ୍ଦଂ ଗତ୍ୱା ପ୍ରଣମ୍ୟ ତସ୍ୟାଗ୍ରେ ସ୍ଥିତଃ। ଏହିଭଳି ଯେତେବେଳେ ଭାସୁରକ ସିଂହ ଚିନ୍ତା କରୁଥିଲା ସେତେବେଳକୁ ସେ ଠେକୁଆ ଧୀରେ ଧୀରେ ଯାଇକି ଭାସୁରକ ସିଂହକୁ ପ୍ରଣାମ କଲା। ଅଥ ତମ୍ ପ୍ରଜ୍ୱଳିତ ଆତ୍ମା ଭାସୁରକ ଭତ୍ସୟମାନ ଆହ। ତାପରେ ସେ ଯେଉଁ ଭାସୁରକ ସିଂହ ଭୋକରେ ପୁରା ରାଗି ଯାଇଥିଲା, ରାଗି ଯାଇ ସେ କ'ଣ କଲା ନା ଠେକୁଆକୁ ଗାଳି ଦେଇ କହିଲା। କ'ଣ କହିଲା, ରେ ଶଶକାଧମ, ରେ ମୂର୍ଖ ଠେକୁଆ, ଏକସ୍ତାବତ୍ତ୍ୱଂ ଲଘୁଃ ଅପରତ ବେଳାତିକ୍ରମେଣ ପ୍ରାପ୍ତଃ। ନା ଭାସୁରକ ସିଂହ କ'ଣ କହିଲା ଠେକୁଆକୁ, ନା ରେ ଠେକୁଆ ତୁ ଏକରେ ତ ହେଲୁ ଛୋଟିଆ, ଆଉ କ'ଣ କରୁଛୁ ନା ପୁଣି ଲେଟ୍ରେ ଆସି ପହଞ୍ଚୁଛୁ, ବିଳମ୍ବରେ ଆସି ପହଞ୍ଚୁଛୁ। ତସ୍ମାତ୍ ଅପରାଧାତ୍ ତ୍ୱାଂ ନିପାତ୍ୟ ପ୍ରାତଃ ସକଲାନ୍ୟପି ମୃଗକୁଳାନି ଉଚ୍ଛେଦୟିଷ୍ୟାମି। ନା କ'ଣ କହିଲା, ନା ତୋର ଏଇ ଅପରାଧ ପାଇଁ ତତେ ତ ମାରିବି, କାଲି ସକାଳୁ କ'ଣ କରିବି, ସମସ୍ତ ମୃଗକୁଳକୁ ନଷ୍ଟ କରିଦେବି ବା ମାରିଦେବି। ଏଠି ଓଡ଼ିଆ ଦେଖିନେବେ। ଏହାପରେ ସେ ଦିନର ଶେଷ ଭାଗରେ ଭାସୁରକ ନିକଟରେ ପହଞ୍ଚିଲା। କିଏ, ଠେକୁଆ। ସିଂହ ମଧ୍ୟ ବେଳ ଗଡ଼ି ଯାଇଥିବାରୁ କ୍ଷୁଧାତୁର କଣ୍ଠରେ ରାଗିଯାଇ ଚିନ୍ତା କଲା। ଓହୋ ସକାଳ ଭୋଜନ ପାଇଁ ମୁଁ ବଣରୁ ପ୍ରାଣୀ ଶୂନ୍ୟ କରିଦେବି। ଏହିଭଳି ସେ ଚିନ୍ତା କରୁଥିବା ସମୟରେ ଠେକୁଆଟି ଧୀରେ ଧୀରେ ଯାଇ ନମସ୍କାର କରି ତା ଆଗରେ ରହିଲା ବା ଠିଆ ହେଲା। ଏହାପରେ ରାଗରେ ଜର୍ଜରିତ ହୋଇ ଭାସୁରକ ତାକୁ ଗାଳି ଦେଇ କହିଲା, ରେ ଅଧମ ଠେକୁଆ, ଏକ ପକ୍ଷରେ ତୁ ଛୋଟ, ଅନ୍ୟ ପକ୍ଷରେ ଡେରିରେ ଆସିଲୁ। ସେହି ଅପରାଧରୁ ମୁଁ ତତେ ମାରି ସକାଳେ ସବୁ ମୃଗ ବଂଶକୁ ନାଶ କରିବି। ଏତଶ୍ରୁତ୍ୱା ଶଶକଃ ସବିନୟଂ ପ୍ରବାଚ। ଏହା ସବୁ ଶୁଣିଲା ପରେ ଭାସୁରକ ସିଂହ ଯେଉଁ କହିଲା ଯେ ଆଜି ଯେଉଁ ତୁ ଲେଟ୍ କଲୁ ଆସିବା ପାଇଁ, ତ ଆଜି ତତେ ମାରିବି, କାଲି ସକାଳୁ ସମସ୍ତ ମୃଗକୁଳକୁ ବା ସମସ୍ତ ପଶୁମାନଙ୍କୁ ଏକା ବେଳକୁ ମାରିଦେବି। ଏହା ଶୁଣିଲା ପରେ ଠେକୁଆ କହିଲା, ସ୍ୱାମୀନ୍, ହେ ସ୍ୱାମୀ, ନା ଅପରାଧ ମମ ନଚ ସତ୍ୱାନାମ୍। ନା ମୋର କୌଣସି ଅପରାଧ ନାହିଁ, ନୁହେଁ କି ମୋର ଯେତିକି ସବୁ ପ୍ରାଣୀମାନେ ବା ବଣର ପ୍ରାଣୀମାନେ। ତତ୍ସୂୟତାମ୍ କାରଣମ୍ ସିଂହ ଆହ ସତ୍ୱରମ୍ ନିବେଦୟ ଯାବନ୍ ମମ ଦଷ୍ଟାନ୍ତର ଗତ ନ ଭବିଷ୍ୟତି। ନା କ'ଣ କହିଲା, ତାହା ଶୁଣିଲା ପରେ ସେ ସିଂହ କହୁଛି, ଆଉ ତାର କାରଣ ହେଉଛି ତୁମେ ମୋର ଯେତେ ପର୍ଯ୍ୟନ୍ତ ମୋ ଦାନ୍ତ ଭିତରକୁ ନ ଯାଇଛ ସେତିକି ସମୟ ଭିତରେ ଯାହା କହିବା କଥା କହିଦିଅ। ଶଶକ ଆହ। ତାପରେ ଠେକୁଆ କହୁଛି, ସ୍ୱାମୀନ୍, ହେ ସ୍ୱାମୀ ବା ହେ ପ୍ରଭୁ, ସମସ୍ତ ମୃଗୈ ଅଦ୍ୟ ଜାତିକ୍ରମେଣ ମମ ଲଘୁତରସ୍ୟ ପ୍ରସ୍ତାବଂ ବିଜ୍ଞାୟ ଚତୁର୍ଭିଃ ଶଶକୈଃ ସହାହ ପ୍ରେଷିତଃ। ନା କ'ଣ ହେଲା, ନା ଆଜି ସମସ୍ତ ମୃଗମାନଙ୍କ ଦ୍ୱାରା ମୋତେ ଯେଉଁ ଜାତିକ୍ରମ ହିସାବରେ ବା ପାଳି ହିସାବରେ ମୋତେ ଯେଉଁ ପଠେଇଲେ, ଆଉ ମୁଁ ତ ଠେକୁଆ ଛୋଟଟା, ତ ଆପଣଙ୍କ ପେଟ ପୁରିବନି ବୋଲି କ'ଣ କଲେ ନା ମୋ ସହିତ ଆହୁରି 4 ଜଣ ଠେକୁଆକୁ ମଧ୍ୟ ପଠେଇଥିଲେ। ତତ ଅହମ୍ ଆଗଚ୍ଛନ୍ ମାର୍ଗେ ମହତା କେନଚିତ୍ ଅପରେଣ ସିଂହେନ ଗହ୍ୱରାତ୍ ନିର୍ଗତ୍ୟାଭିତଃ।
ନା ମୁଁ ଆସୁଥିବା ବା ଆମେ ଆସୁଥିବା ସମୟରେ ରାସ୍ତାରେ କ'ଣ ହେଲା, ଗୋଟିଏ ବଡ଼ ସିଂହ ଗୁମ୍ଫାରୁ ବାହାରିଲା। ତାପରେ ସେ କ'ଣ କହିଲା, ରେ କୋ ପ୍ରସ୍ଥିତା ଜୟମ୍, ନା ସେଇ ଯେଉଁ ଅପର ସିଂହଟି କହିଲା, ଏଇ ତୁମେମାନେ କୁଆଡ଼େ ଯାଉଛ? ଅଭିଷ୍ଟ ଦେବତାଂ ସ୍ମରତ, ଅଭିଷ୍ଟ ଦେବତାଙ୍କୁ ସ୍ମରଣ କର। ଓଡ଼ିଆ ଦେଖିନେବା। ଏହା ଶୁଣି ଠେକୁଆଟି ବିନୟର ସହିତ କହିଲା, ହେ ମହାଶୟ, ମୋର ବା ପ୍ରାଣୀମାନଙ୍କର ଦୋଷ ନୁହେଁ, ତେବେ କାରଣ ଶୁଣନ୍ତୁ। ସିଂହ କହିଲା, ଶୀଘ୍ର ଜଣାଅ, ଯେ ପର୍ଯ୍ୟନ୍ତ ମୋର ଦାନ୍ତ ଭିତରକୁ ବା ପାଟି ମଧ୍ୟକୁ ଆସିନାହଁ। ଠେକୁଆ କହିଲା, ହେ ମହାଶୟ, ସମସ୍ତ ମୃଗ ଆଜି ଜାତିକ୍ରମରେ ମୋତେ ଛୋଟ ବୋଲି ଜାଣି 4 ଜଣ ଠେକୁଆଙ୍କ ସହିତ ପଠାଇଲେ। ତାପରେ ମୁଁ ଆସୁଥିବା ବେଳେ ବାଟରେ କୌଣସି ଏକ ଅନ୍ୟ ବଡ଼ ସିଂହ ଗୁମ୍ଫାରୁ ବାହାରି କହିଲା, ରେ ତୁମ୍ଭେମାନେ କେଉଁଆଡ଼େ ଯାଉଛ? ଅଭିଷ୍ଟ ଦେବତାଙ୍କୁ ସ୍ମରଣ କର। ଏଟା ଯାଉଛି ହେଇଛି, ଯାଉଛ କରିଦେବ, ଏଟା ଯାଉଛ ହବ। ତାପରେ ଆମେ ଗ୍ରାମାରକୁ ଦେଖିନେବା। ଶବ୍ଦାର୍ଥ ଅଥାସୋ ମାନେ ହେଉଛି ଏହା ପରେ, ଦିନ ଶେଷେ ମାନେ ହେଉଛି ଦିନର ଶେଷ ଭାଗରେ, ପ୍ରାପ୍ତ ମାନେ ହେଉଛି ଆସିଲା, ଅପି ମାନେ ହେଉଛି ମଧ୍ୟ, ବେଳାତିକ୍ରମେଣ ମାନେ ହେଉଛି ସମୟ ଗଡ଼ି ଯାଇଥିବାରୁ, କ୍ଷୁତ୍କ୍ଷାମ କଣ୍ଠ ମାନେ ହେଉଛି କ୍ଷୁଧାତୁର କଣ୍ଠରେ, କପାବିଷ୍ଟ ମାନେ ହେଉଛି ରାଗିଯାଇ, ପ୍ରାତରାହରାୟ ମାନେ ହେଉଛି ସକାଳ ଭୋଜନ ପାଇଁ, ନିସତ୍ତ୍ୱ ମାନେ ହେଉଛି ପ୍ରାଣୀ ଶୂନ୍ୟ, କର୍ତ୍ତବ୍ୟ ମାନେ ହେଉଛି କରିବି, ଏବଂ ମାନେ ହେଲା ଏହିଭଳି, ଚିନ୍ତୟନ, ଏଠି ପିଲେ ଭୁଲ ହେଇଛି, ଚିନ୍ତାୟନ ଅଛି, ସେ ଚିନ୍ତୟନ ହବ। ଚିନ୍ତା କରି, ମନ୍ଦମ ହେଉଛି ଧୀରେ, ପ୍ରଣମ୍ୟ ହେଉଛି ନମସ୍କାର କରି, ତସ୍ୟାଗ୍ରେ ହେଉଛି ତା ସମ୍ମୁଖରେ, ସ୍ଥିତ ମାନେ ହେଉଛି ରହିଲା, ଭତ୍ସୟମାନ ମାନେ ହେଉଛି ଗାଳି ଦେଇ, ଆହ ମାନେ ହେଉଛି କହିଲା, ଲଘୁ ମାନେ ହେଉଛି ସାନ, ଅପରତା ମାନେ ହେଉଛି ଅନ୍ୟ ପକ୍ଷରେ, ଅପରାଧାତ ମାନେ ହେଉଛି ଦୋଷରୁ, ନିପାତ୍ୟ ମାନେ ହତ୍ୟା କରି, ଉଚ୍ଛେଦୟିଷ୍ୟାମି ମାନେ ଶେଷ କରିଦେବା, ମାରିଦେବି। ତାପରେ ସନ୍ଧି ବିଚ୍ଛେଦ ଦେଖିବା। ଅଥାସୌ, ଅଥ ଯୁକ୍ତ ଅସୌ, ଅଥାସୌ, ସିଂହ ଅପି, ସିଂହ ଯୁକ୍ତ ଅପି, ସିଂହ ଅପି, ବ୍ୟଚିନ୍ତୟତ, ବି ଯୁକ୍ତ ଅଚିନ୍ତୟତ, ବ୍ୟଚିନ୍ତୟତ, ଚିନ୍ତୟସ୍ତସ୍ୟ, ଚିନ୍ତୟତଃ, ତସ୍ୟ, ତଥ୍ୟ, ଏଠି ତଥ୍ୟ ହେଇଛି, ପିଲେ ଭୁଲ ଅଛି, ତସ୍ୟ ହବ, ଏଠି ତସ୍ୟ କରିଦେବ। ପ୍ରଜ୍ୱଳିତ ଆତ୍ମା, ପ୍ରଜ୍ୱଳିତ ଯୁକ୍ତ ଆତ୍ମା, ପ୍ରଜ୍ୱଳିତ ଆତ୍ମା, ଏକ ସ୍ତାବତ, ଏକଃ ଯୁକ୍ତ ତାବତ, ଏକ ତାବତ, ତସ୍ମାଦ ଅପରାଧାତ, ତସ୍ମାତ୍ ଯୁକ୍ତ ଅପରାଧାତ, ତସ୍ମାତ୍ ଅପରାଧାତ, ଉଚ୍ଛେଦୟିଷ୍ୟାମି, ଉତ୍ ଯୁକ୍ତ ଚ୍ଛେଦୟିଷ୍ୟାମି, ଉଚ୍ଛେଦୟିଷ୍ୟାମି, ପ୍ରାପ୍ତଃ, ପ୍ରଯୁକ୍ତ ଆପ୍ତଃ, ପ୍ରାପ୍ତଃ, ବେଳାତିକ୍ରମେଣ, ବେଳ ଯୁକ୍ତ ଅତିକ୍ରମେଣ, ବେଳାତିକ୍ରମେଣ, ପ୍ରାତରାହାରାୟ, ପ୍ରାତଃ ଯୁକ୍ତ ଆହାରାୟ, ପ୍ରାତରାହାରାୟ, ତସ୍ୟାଗ୍ରେ, ତସ୍ୟ ଯୁକ୍ତ ଅଗ୍ରେ, ତସ୍ୟାଗ୍ରେ, ଶଶକାଧମ, ଶଶକ ଯୁକ୍ତ ଅଧମ, ଶଶକାଧମ, ବେଳାତିକ୍ରମେଣ, ବେଳ ଯୁକ୍ତ ଅତିକ୍ରମେଣ, ବେଳାତିକ୍ରମେଣ, ସକଳାନ୍ୟପି, ସକଳାନି ଯୁକ୍ତ ଅପି, ସକଳାନ୍ୟପି, ସକାରଣ ବିଭକ୍ତି, ଦିନ ଶେଷେ, ଅଧିକରଣେ ସପ୍ତମୀ, ସିଂହଃ ଅପି ଯୋଗେ ପ୍ରଥମା, ବେଳାତିକ୍ରମେଣ ପ୍ରକୃତ୍ୟଦିଭ୍ୟ ତୃତୀୟା, ପ୍ରାତରାହରାୟ ତାଦର୍ଥେ ଚତୁର୍ଥୀ, ବନ ମୁକ୍ତେ କର୍ମଣି ପ୍ରଥମା, ମୟା ଅନୁକ୍ତେ କର୍ତ୍ତରି ପ୍ରଥମା। ଶବ୍ଦାର୍ଥ ଦେଖିନେବା। ଏତତ୍ ମାନେ ହେଉଛି ଏହା, ଶ୍ରୁତ୍ୱା ହେଉଛି ଶୁଣି, ଶଶକ ହେଉଛି ଠେକୁଆ, ସବିନୟ ହେଉଛି ବିନୟର ସହିତ, ପ୍ରବାଚ ହେଲା କହିଲା, ମମ ମାନେ ହେଉଛି ମୋର, ସତ୍ୱାନାମ ମାନେ ହେଉଛି ପ୍ରାଣୀମାନଙ୍କର, ସୂୟତା ମାନେ ହେଉଛି ଶୁଣି, ଆହ ମାନେ ହେଉଛି କହିଲା, ସତ୍ୱର ମାନେ ହେଉଛି ଶୀଘ୍ର, ଯାବନ ମାନେ ହେଉଛି ଯେ ପର୍ଯ୍ୟନ୍ତ, ଦଷ୍ଟାନ୍ତର୍ଗତ ମାନେ ହେଉଛି ଦାନ୍ତ ଭିତରକୁ, ଅଦ୍ୟ ମାନେ ହେଉଛି ଆଜି, ବିଜ୍ଞାୟ ମାନେ ହେଉଛି ଜାଣି, ସହ ମାନେ ହେଉଛି ସହିତ, ଗହ୍ୱରାତ ମାନେ ହେଉଛି ଗୁମ୍ଫାରୁ, ନିର୍ଗତ୍ୟ ମାନେ ହେଉଛି ବାହାରି, ଅଭିହିତ ମାନେ ହେଉଛି କହିଲା,
କୂଅ ମାନେ ହେଉଛି କେଉଁଆଡ଼େ। ସକାରଣ ବିଭକ୍ତି ଦେଖି ନେବା। ଶଶକଃ କର୍ତ୍ତରୀ ପ୍ରଥମା, ସବିନୟମ୍ କ୍ରିୟା ବିଶେଷଣ ଦ୍ୱିତୀୟା, ସ୍ୱାମୀନ୍ ମାନେ ହେଉଛି ସମ୍ବୋଧନ ପ୍ରଥମା, ମମ ସତ୍ୱାନାମ ହେଉଛି ଶେଷେ ଷଷ୍ଠୀ, କାରଣମ୍ ହେଉଛି ଉକ୍ତେ କର୍ମଣି ପ୍ରଥମା, ସତ୍ୱରମ୍ ଏଟା ସତ୍ୱରମ୍ ହେଇଛି, ଇଏ ହବ ସତ୍ୱରମ୍। ସତ୍ୱରମ୍ କ୍ରିୟା ବିଶେଷଣ ଦ୍ୱିତୀୟା, ସମସ୍ତ ମୃଗୈ ଅନୁକ୍ତେ କର୍ତ୍ତରୀ ତୃତୀୟା, ଜାତିକ୍ରମେଣ ପ୍ରକୃତ୍ୟାଦିଭ୍ୟ ତୃତୀୟା, ଶଶକଃ ସହାର୍ଥେ ତୃତୀୟା, ସିଂହେନ ଅନୁକ୍ତେ କର୍ତ୍ତରୀ ତୃତୀୟା, ଗହ୍ୱରାତ୍ ଅପାଦାନେ ପଞ୍ଚମୀ, ଯୂୟମ୍ କର୍ତ୍ତରୀ ପ୍ରଥମା ଏଟା ହେଉଛି କର୍ତ୍ତରୀ। କର୍ତ୍ତରୀ এটা হচ্ছে কর্তরি প্রথমা, অভীষ্ট দেবতাম কর্মণি দ্বিতীয়া। ये तो आमे ओडिया देखिथिले। जदि आपनको वीडियोटी भल लागुथबो ताने लाइक करदेबे, शेयर करदेबे एवं सब्सक्राइब करदेबे। धन्यवाद।